ଆସିଗଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଅଧୀନରେ 9/12/2024ର ଏକ ନୋଟିସ୍, ଯେଉଁଥିରେ କି ଆପଣଙ୍କର ଯେଉଁ ଫର୍ମ ପକାଇଥିଲେ ଫିଜିଓଥେରାପିଷ୍ଟ, ଡେଣ୍ଟାଲ ଟେକ୍ନିସିଆନ୍, ଅପରେସନ୍ ଥିଏଟର ଟେକ୍ନିସିଆନ୍, ମେଡ଼ିକାଲ ସୋସିଆଲ ୱାର୍କର ଏବଂ CSD ଟେକ୍ନିସିଆନ୍ ଆଉ ଡାର୍କ ରୁମ୍ ଆସିଷ୍ଟାଣ୍ଟ ପାଇଁ ଯାହାର କି ପରୀକ୍ଷାର ପ୍ରୋଗ୍ରାମ୍ ଏବେ ଆସିଯାଇଛି। ଏବଂ ଏହି ପ୍ରୋଗ୍ରାମଟି କ'ଣ କହୁଛି କି ଯେଉଁଟାକି ଆପଣଙ୍କର 17 ଡିସେମ୍ବରରୁ ଆରମ୍ଭ ହୋଇଯାଉଛି ପ୍ରୋଗ୍ରାମଟି ବା ପରୀକ୍ଷା। ଅଲଗା ଅଲଗା ପୋଷ୍ଟ ପାଇଁ ଅଲଗା ଅଲଗା ଦିନ ପରୀକ୍ଷା ଅଛି। 17, 19, 20 ଆଉ 21 4 ଦିନ ଟୋଟାଲ ପରୀକ୍ଷା ଅଛି ଅଲଗା ଅଲଗା ସିଫ୍ଟରେ। ତ ଏଥିରେ କ'ଣ ହେଉଛି ଦେଖନ୍ତୁ, ଏ ସବୁ ଏକ୍ଜାମରେ 100 ମାର୍କର 200 ମାର୍କର 100ଟି କ୍ୱେଶ୍ଚନରେ ଆସିବ ଏବଂ ସେଥିରେ କ'ଣ ହେଉଛି କି 0.5 ମାର୍କ ଫର୍ ଇଚ୍ ରଙ୍ଗ ଆନ୍ସର୍, ମାନେ ଆପଣଙ୍କର ଏଇଟା 2 ମାର୍କ ଲେଖାଏଁ ଗୋଟେ କ୍ୱେଶ୍ଚନ୍ ରହିବ, ଯେଉଁଥିରେ କି ଆପଣଙ୍କର ଗୋଟିଏ ଭୁଲ ହେଲେ ଆପଣଙ୍କର ଅଧା ମାର୍କ କଟିବ। ଯେମିତିକି ଆପଣଙ୍କର 4ଟା ଭୁଲ ହେଲେ ଗୋଟିଏ ମାର୍କ କଟୁଥିଲା, ଏବେ 4ଟା ଭୁଲ ହେଲେ ଆପଣଙ୍କର 2 ମାର୍କ କଟିବ। ତେଣୁ ଏଠି ଦେଖନ୍ତୁ ଫିଜିଓଥେରାପିଷ୍ଟର 17 ଡିସେମ୍ବରରେ, ଯେଉଁଟାକି 3ଟାରୁ 4:30 ମଧ୍ୟରେ ଅଛି ଏକ୍ଜାମ୍। ଆଉ ଆପଣଙ୍କର ଡେଣ୍ଟାଲ ଟେକ୍ନିସିଆନ୍ ବି ସେମ୍, ଯେଉଁଟାକି 19 ତାରିଖରେ ଅଛି ଏବଂ ଅପରେସନ୍ ଥିଏଟର ଟେକ୍ନିସିଆନ୍ ବି ସେମ୍ ଟାଇମ୍ 19 ତାରିଖରେ ଅଛି ଏବଂ ମେଡ଼ିକାଲ ସୋସିଆଲ ୱାର୍କର ଯେଉଁଟାକି ଆପଣଙ୍କର ବି ସେ ଟାଇମ୍ ସେମ୍ ଅଛି, କିନ୍ତୁ 20 ଡିସେମ୍ବରରେ ଅଛି। ଆପଣଙ୍କର CSD ଟେକ୍ନିସିଆନ୍ଟା କ'ଣ ଅଛି ନା ଟାଇମ୍ ସାଧାରଣତଃ ଚେଞ୍ଜେସ୍ ଅଛି, ଯେଉଁଟାକି 12ଟାରୁ 1:30 ମଧ୍ୟରେ ଅଛି। କେଉଁ ତାରିଖ ନା 21 ତାରିଖ ଡିସେମ୍ବର, 21 ଡିସେମ୍ବରରେ। ଏହାପରେ ଆପଣଙ୍କର ଡାର୍କ ରୁମ୍ ଆସିଷ୍ଟାଣ୍ଟ ଯେଉଁ ରହୁଛି ସେଇଟା ସେହି ଦିନ ସେମ୍ ଡେରେ ରହୁଛି, ଯେଉଁଟାକି 3ଟାରୁ 4:30 ମଧ୍ୟରେ ରହୁଛି। ତ ଏଥିରେ କ'ଣ ହେଉଛି କି ଆପଣମାନଙ୍କର ଯେଉଁ ଆଡ଼ମିସନ୍ ଲେଟର୍ ରହିଛି ସେଇଟା ଆପଣ OSSC.government.in, ଯେଉଁଟାକି ଆପଣ 11 ତାରିଖରୁ ଉପଲବ୍ଧ ହୋଇଗଲାଣି। ଏହା ପାଇଁ ଆଡ଼ମିଟ୍ କାର୍ଡ଼ ଆପଣ ନିଜର ଲଗ୍ଇନ୍ ID ପାସୱାର୍ଡ଼ ୟୁଜ୍ କରି ଆପଣ ଆଡ଼ମିଟ୍ କାର୍ଡ଼କୁ ଡାଉନଲୋଡ଼ କରିପାରିବେ। ଏବଂ ଏଥିରେ ଦେଖନ୍ତୁ, ଇଏ ଯେଉଁ ଆପଣମାନଙ୍କର ଯେଉଁଟାକି ଆମର ପୂର୍ବ ଭିଡ଼ିଓରେ ଦର୍ଶାଇ ଦିଆଯାଇଛି ଯେ ଅନଲଫୁଲ୍ ଫେୟାର ହେଲେ ଯେଉଁ ସବୁ ପନିସମେଣ୍ଟ ହୋଇଯାଉଛି, ତ ସେହି ସବୁ ଜିନିଷ ଗୁଡ଼ାକୁ ଆପଣମାନେ ଇନଷ୍ଟ୍ରକ୍ସନକୁ ଭଲ ଭାବରେ ପଢ଼ିକିନା ସେହି ଅନୁସାରେ ଆପଣ ପ୍ରିପେୟାର୍ଡ଼ ହୋଇକିନା ଆପଣ ଯାଇ ପରୀକ୍ଷା ଭେନ୍ୟୁରେ ପହଞ୍ଚିବେ ଏବଂ ଭଲ ଭାବରେ ପରୀକ୍ଷା ଦେବେ।